ଆସ ଆଜି ଗୋଟେ ସୁନ୍ଦର କଥାଟିଏ କଥା ହେବା। ସୁନ୍ଦର କଥାଟିଏ ମଧ୍ୟ ଶୁଣିବା, ଆପଣମାନଙ୍କର ହୃଦୟକୁ ଛୁଇଁବ। ମାନିଲେ ମାନବ, ମାନିଲେ ମାନବ, ମା ନବ। ଆପଣମାନେ ଯେଉଁଠି ମରିଯାଉଛନ୍ତି, ପୋଡ଼ା ହ କି ପୋତା ହ କି ଫିଙ୍ଗା ହ, କିନ୍ତୁ ସେଇ ମା କୋଳରେ ହିଁ ମରିବ, ମା କୋଳରେ ହିଁ ମରିବା ଆମେ। ମାନିଲେ ମାନବ, ମା ନବ। ଏହାର ମାନେ ହେଲା ଗୋଟିଏ ସହରରେ ପ୍ରତିଷ୍ଠ ଜଣେ ମହାଜନ ଥିଲେ, ବହୁତ ଧାର୍ମିକ। ଗରିବ ଲୋକଙ୍କୁ କିଛି ଅଭାବତ ଖାଇବାକୁ ଦିଅନ୍ତି, ଦାନ କରନ୍ତି, ଧର୍ମ କରନ୍ତି, ବହୁତ ଧାର୍ମିକ ଆତ୍ମିକ ଲୋକ ସେ ମହାଜନ ଜଣକ। ଏମିତି ଦିନେ କ'ଣ ହେଇଛି, ସକାଳୁ ଦୋକାନ ଖୋଲିକି ତାଙ୍କର ସେ ବେପାର ପତ୍ର କରୁଛନ୍ତି। ଠିକ୍ ସେଇ ସମୟରେ ଗୋଟେ ବୃଦ୍ଧ ଜଣେ ବ୍ରାହ୍ମଣ ଯାଇକି ପହଞ୍ଚିଲେ, ସେ ମହାଜନଙ୍କ ଦୋକାନ ଦୁଆରେ ଯାଇକି ପହଞ୍ଚିଲେ। ଦୋକାନ ଦୁଆରେ ଯେତେବେଳେ ପହଞ୍ଚିଲେ, ଏ ମହାଜନ ଜଣକ କହିଲେ, କ'ଣ ବ୍ରାହ୍ମଣ ଦେବତା ଆସିଗଲ? ନା ହଁ। ନା କ'ଣ କିଛି କାମ ଥିଲା କି? ନା କିଛି ଖାଇବାକୁ ଗଣ୍ଡେ ଦିଅ। ଠିକ୍ ଅଛି। ମହାଜନ ଜଣକ କହିଲେ, ଠିକ୍ ଅଛି, ଆପଣ ଟିକେ ଛିଡ଼ା ହୁଅନ୍ତୁ, ବସନ୍ତୁ, ମୁଁ ଏଇନେ ସାଙ୍ଗେ ସାଙ୍ଗେ ଦେଉଛି ଖାଇବାକୁ। ମହାଜନ କ'ଣ କଲେ, ଏ ବ୍ରାହ୍ମଣ ଦେବତାଙ୍କୁ କିଛି ଆଣି ଖାଇବାକୁ ଦେଲେ। ଖାଇସାରିଲେ ବ୍ରାହ୍ମଣ ଦେବତା। ଖାଇସାରିଲା ପରେ ଏ ମହାଜନ ଜଣକ କହୁଛନ୍ତି, ବ୍ରାହ୍ମଣ ଦେବତା, ଆପଣ ବହୁତ ବୟସ୍କ ଲୋକ, ଆପଣଙ୍କ ଜୀବନ ଭିତରେ କିଛି ନା କିଛି ଅନୁଭବ କରିଥିବେ, ହେଲେ ଆମକୁ କିଛି ନା କିଛି ଉପଦେଶ ଟିକେ ବତାନ୍ତୁ। ବ୍ରାହ୍ମଣ ଦେବତା କହିଲେ, ଠିକ୍ ଅଛି, ମୁଁ ଉପଦେଶ ବତେଇବି, କିନ୍ତୁ ଗୋଟିଏ ସର୍ତ୍ତରେ। ଉପଦେଶ ଗୋଟେ ବତେଇଲେ 100 ଟଙ୍କା, ମୁଁ 100 ଟଙ୍କା ନେବି। ଇଏ ମହାଜନ ଜଣକ କହିଲେ, ମୁଁ ବ୍ରାହ୍ମଣ ଦେବତାଙ୍କୁ କହିଲେ ମୁଁ ଦେବି, ଉପଦେଶ ବତାନ୍ତୁ, ମୁଁ 100 ଟଙ୍କା ଦେବି। ଏ ବ୍ରାହ୍ମଣ ଦେବତା ମହାଜନକୁ କହିଲେ, ଉଚ୍ଚ ସ୍ତରୀୟ ଆସନରେ ବସିକି ମୁଁ ଉପଦେଶ ଦେବି। ଏବେ ଗୋଟେ କଥା ଚିନ୍ତା କରନ୍ତୁ, ସେ କାଳରେ ଗୁରୁ ଆଉ ଶିଷ୍ୟଙ୍କ କଥା। ଯେଉଁମାନେ ସେ କାଳରେ ପିଲାମାନେ ପାଠ ପଢ଼ୁଥିଲେ ତଳେ ବସିକିରି, ମାଷ୍ଟର ଚେୟାର ଉପରେ ବସି ପାଠ ପଢ଼ଉଥିଲେ। ଏବେ ଆଜିକାଲି ଯୁଗରେ କ'ଣ ହେଲା? ଆଜିକାଲି ଯୁଗରେ ତ ହେଇଗଲାଣି ବେଞ୍ଚ। ତେଣୁକରି ପିଲାମାନେ ବେଞ୍ଚରେ ପଢ଼ିଲେ, ମାଷ୍ଟର ଛିଡ଼ା ହେଇକି ପାଠ ପଢ଼ିଲେ। ଯଦି ପିଲାମାନେ ତଳେ ଗୁରୁଙ୍କଠୁ କିଛି ବିଦ୍ୟା ନେବେ ନା, ବହୁତ ମନ ରହିବ। ଆପଣମାନେ ଚିନ୍ତା କରନ୍ତୁ, ଆପଣମାନେ ପରୀକ୍ଷା କରନ୍ତୁ, ବହୁତ ଜ୍ଞାନ ହେବ, ବହୁତ ମନ ବି ପାଠରେ ମାନେ ରହିବ। ସେଇଭଳି ଏ ବ୍ରାହ୍ମଣ ଦେବତା ଉଚ୍ଚ ଆସନ ସ୍ତରରେ ବସିଲେ, ତଳ ଆସନ ସ୍ତରରେ ଇଏ ମହାଜନ ଜଣକ ବସିଲେ। ବସିଲା ପରେ ପ୍ରଥମ ଉପଦେଶ ଦେଲେ। ପ୍ରଥମ ଉପଦେଶ, ଯଦି କିଛି ନିଚ ସ୍ତରୀୟ ଲୋକ ଯଦି ଉପର ଆସନ ପାଇଯାଏ, ତାହେଲେ ସମ୍ମାନ ଦେବ ଆଉ ତାଙ୍କ କଥା ମାନିବ। ସମ୍ମାନ ଦେବ, ତାଙ୍କ କଥା ମାନିବ। ପ୍ରଥମ ଉପଦେଶ। ଏ ମହାଜନ ଜଣକ କ'ଣ କଲେ ନା, ଅଣ୍ଟା ଇଏ 100 ଟଙ୍କାଟି ସେଠୁ ବ୍ରାହ୍ମଣକୁ ଦେଲେ, ବ୍ରାହ୍ମଣ ଦେବତାଙ୍କୁ ଦେଲେ। ବ୍ରାହ୍ମଣ ଦେବତା ସେଠୁ ଅଣ୍ଟାରେ ଖୋସିଲେ। ପୁଣି ଏ ମହାଜନ ଜଣକ କହିଲେ, ଆଉ ଗୋଟେ ଗୋସାଇଁ ଉପଦେଶ କ'ଣ ଦିଅନ୍ତୁ? ହଁ ଦେବି। ଦ୍ୱିତୀୟ ଉପଦେଶ, ଯଦି କାହାର ଦୋଷ ଦୁର୍ବଳତା ଦେଖ, ବାହାରେ ପ୍ରଚାର କରିବନି। କାହାର ଯଦି ଦୋଷ ଦୁର୍ବଳତା ଦେଖ ନା, ବାହାରେ ପ୍ରଚାର କରିବନି। ସେଇଠୁ ଆଉ 100 ଟଙ୍କା ଗୋସାଇଁକି ଦେଲେ। ପୁଣି ଏ ମହାଜନ ଜଣକ କହିଲେ, ବ୍ରାହ୍ମଣ ଦେବତା, ଆଉ କିଛି ଉପଦେଶ ଗୋଟେ ବତାନ୍ତୁ। ନା ହଁ ବତେଇବି ଯେ 100 ଟଙ୍କା ଆଉ ନେବି। ନା ହଁ ମୁଁ ଦେବି, ବତାନ୍ତୁ। ତୃତୀୟ ଉପଦେଶ, ଚାକର ଯେଉଁ କାମ କରିପାରେ, ସେଠି ତମେ ସମୟ ନଷ୍ଟ ନ କରି ରହିଯିବା ଦରକାର। ତୃତୀୟ ଉପଦେଶ।
ସେଇଠୁ ମହାଜନ ଜଣକ ପୁଣି 100 ଟଙ୍କାଟି ବ୍ରାହ୍ମଣ ଦେବତାକୁ ଦେଲେ। ବ୍ରାହ୍ମଣ ଜଣକ କ'ଣ କଲେ, ଅଣ୍ଟାରେ ପୁଣି ଖୋସିଲେ। ପୁଣି ମହାଜନ ଜଣକ ଆଉ ବ୍ରାହ୍ମଣ ଦେବତାକୁ କହିଲେ, ଆଉ ଗୋଟିଏ କିଛି ଉପଦେଶ, ଚତୁର୍ଥ ଉପଦେଶ ବତାନ୍ତୁ। ନା ହଁ ବତେଇବି, ଆଉ 100 ଟଙ୍କାଟି ନେବି। ନା ହଁ ମୁଁ ଆଗେ ତାର ଦେଇଦେଉଛି, ନିଅନ୍ତୁ ନିଅନ୍ତୁ। ସେ 100 ଟଙ୍କାଟି ସେଇଠୁ ଦେଲେ, ଅଣ୍ଟାରେ ଖୋସିଲେ ବ୍ରାହ୍ମଣ ଦେବତା। ଚତୁର୍ଥ ଉପଦେଶ ଦେଲେ, ଯେଉଁ ଜାଗାରେ ଥରେ ମନ ଫାଟିଯାଏ ନା, ସେ ଜାଗାରେ ଆଦୌ ରହିବନି। ଚତୁର୍ଥ ଉପଦେଶ। ଆଉ ଇଏ ଉପଦେଶ ସବୁ ଯେତେ 4 ଟଙ୍କା ଉପଦେଶ ସବୁ ଲେଖିକି ଖାତାରେ ଏ ମହାଜନ ଜଣକ ରଖିଲେ। ସମସ୍ତେ ଏ କଥା ଶୁଣିବା, ଏ ଯେଉଁ ଉପଦେଶ ନା ସମସ୍ତଙ୍କର ମଙ୍ଗଳ ହେବ। ଇଏ ମହାଜନ ଜଣକ ସବୁ ଉପଦେଶ 4 ଟଙ୍କା ଉପଦେଶ ଖାତାରେ ଟିପିକି ସବୁ ରଖିକି ସେ ଦୋକାନ ଭିତରେ 4 ପଟ ଆଗ କାନ୍ଥରେ ସବୁ ଲଗେଇଦେଲେ, ମାନେ ଲଗେଇଲେ। ଆଉ ଲଗେଇକି ଉପଦେଶ ସବୁ ଯାକ ଲଗେଇଲେ। ଯେଉଁଠି ଶୋଉଥିଲେ ମଧ୍ୟ ଏ ମହାଜନ ଜଣକ, ସେ ଘରେ ମଧ୍ୟ ଉପଦେଶ ଲେଖିକି ରଖିଛନ୍ତି ନା, କାନ୍ଥରେ ସବୁ ଯାକ ଲଗେଇଦେଲେ। ଏମିତି କିଛି ଦିନ ଗଲା ପରେ କି ବେଳା ଆସିକି ମହାଜନଙ୍କର ପଡ଼ିଲା, ଦରିଦ୍ର କାଙ୍ଗାଳ ହେଇଗଲେ। ତାଙ୍କ ପାଖରେ ଗୋଟିଏ ବୋଲି ଟଙ୍କା ପାଖରେ ମିଳିଲାନି। ଏତେ ଅବସ୍ଥା ହେଇଗଲେ, ଏତେ ଧନୀଶାଳୀ ଏ ମହାଜନ ଜଣକ। ତାଙ୍କର ଏତେ ବେଳା ଖରାପ ଆସିଗଲା, ଦରିଦ୍ର କାଙ୍ଗାଳ ହେଇଗଲେ। କିଛି ପାଖରେ ନାଲ ନୂଆଟିଏ ମଧ୍ୟ ମିଳିଲାନି ମହାଜନଙ୍କୁ। କେତେବେଳେ ମଣିଷ ଜୀବନରେ ସଦାବେଳେ ଖରାପ, କେତେବେଳେ ଭଲ ଆସିବନି, ଭଲ ମନ୍ଦ ଥାଏ। ଏମିତି କ'ଣ କଲେ, ଏ ମହାଜନର ସେଇଠୁ ଅବସ୍ଥା ତ ଶୋଚନୀୟ ହେଇଯାଇଛି। ତେଣୁ ଚାଲି ଗଲା ଭିତରେ ଯାଇକି ଗୋଟିଏ ନଦୀ ପାଖରେ ପହଞ୍ଚିଲେ। ନଦୀ ପାଖରେ ଯାଇକି ବସିଲେ ଚାକର ଆଉ ମହାଜନ ଜଣକ। ଏ ମହାଜନ କହୁଛନ୍ତି ଚାକରକୁ, ତୁ କେମିତି ଚଳୁଥିଲୁ, କେତେ ଭଲ ଖାଉଥିଲୁ, କ'ଣ କରୁଥିଲୁ, ଆମର କି ଭାଗ୍ୟ ପଡ଼ିଲା, ଆଉ ଆମେ ଏ ଅବସ୍ଥା ହେଲେ, ଆଉ ଏଇଭଳିଆ ମାନେ ଅବସ୍ଥାରେ ପଡ଼ିକି ରହିଲେ, ଆଉ କ'ଣ କରିବା ଆମେ। ଏ ଚାକର କହୁଛି, ଆଜ୍ଞା କାହିଁ ଏ କଥା କହୁଛନ୍ତି, ଯେତେବେଳେ ଯାହା ଥବ ଭଗବାନ ଯାହା କରିବାକୁ ଥିବେ ସେଇଆ ହେବ। ହଉ। ଏ ଚାକର ଜଣକ, ମହାଜନ କହିଲେ ଚାକରକୁ, ତମେ କିଛି ବଜାରରୁ ଯାଇକି ଖାଇବା ଜିନିଷ ଯିବ। ଏ ଚାକର ଗଲା। ଏଣେ ସେଇ ରାଜ୍ୟର ଜଣେ ରାଜା ସେଇଦିନ ହିଁ ମରିଯାଇଛନ୍ତି। ଆଉ ତାଙ୍କ ମନ୍ତ୍ରୀ ଘୋଷଣା କରିଛନ୍ତି, ଏଇ ଦୁଆରରେ ପ୍ରଥମରେ ଯଦି ଯିଏ ଯାଉଥିବ ଦେଖିବା, ସେ ହିଁ ଆମ ରାଜ୍ୟରେ ରାଜା ହେବ। ଏଣେ ଚାକର ସେଇ ରାସ୍ତା ଦେଇ ଯାଉଛି। ଆଉ ମନ୍ତ୍ରୀ ତ ଘୋଷଣା କରିଛନ୍ତି, ଦୁଆର ଖୋଲିକି ପ୍ରଥମେ ଯାହାକୁ ଦେଖିବ ସେହି ହେବ ଆମ ରାଜ୍ୟରେ ରାଜା। ତେଣୁ ଏଇ ଚାକର ଯେତେବେଳେ ଗଲା ସମୟରେ ସେଇ ରାସ୍ତା ଦାଣ୍ଡ ଦୁଆରେ ତାଙ୍କର ଦେଇକି ଗଲାବେଳେ ଦୁଆର ଖୋଲିକି ଦେଖିଲା ବେଳକୁ ଏ ଚାକର ଜଣକ ଯାଉଛି। ତାକୁ ସେଇଠୁ ଧରିକି ହାତୀ ଉପରେ ବସେଇ ପୁଣି ନେଇକି ରାଜାଙ୍କ ଘରେ ପହଞ୍ଚାଇଲେ। ସେଠି ସେ ରାଜା ହେଲେ। ରାଜା ହେଇସାରିଲା ପରେ ଏଣେ ମହାଜନ ରହିଲେ କେଉଁଠି ନା, ନଦୀଠି ବସିକି ରହିଲେ। ଏ ଚାକରକୁ ଅନେଇକି ଖାଇବା ଜିନିଷ ନେଇକି ଗଲେ ଖାଇବେ ବୋଲି। ଏଣେ ତ ଏଠି ରାଜା ହେଲେ ଚାକର। ସେଇଠୁ ବୁଲି ଚାକର ପୁଣି ସେଇ ବୁଲି ଏ ମହାଜନ ଜଣକ ଚାକର ଯେଉଁଠି ରାଜା ହେଇଛନ୍ତି ସେଇ ଜାଗାରେ ଯାଇକି ପହଞ୍ଚିଲେ। ଯେତେବେଳେ ସେଇ ଜାଗାରେ ପହଞ୍ଚିଲେ, ଇଆଡ଼େ ରାଜା ଚାକର ମାନେ ହେଇଛି ରାଜା। ଦେଖିଲେ ପରେ ଏ ଚାକରଙ୍କର ଛାତି ଖାଲି ଧଡ଼ ଧଡ଼ ହେଲା। କାହିଁକି ନା ସେ ଏ ଚାକରର ମାଲିକ ହେଉଛି ଜମିଦାର ନା। ଆଉ ଏଠି ସିନା ରାଜା ହେଇଯାଇଛି, କାଳେ କହିଦେବ ମୋ ଚାକର କ'ଣ ଏଠି ରାଜା ହେଇଛି ବୋଲି। ତେଣୁ ଯାଇକି ନମସ୍କାର ପକେଇଲେ ଏ ଜମିଦାର ଜଣକ। କାହାକୁ ନା, ଚାକରକୁ ନମସ୍କାର ପକେଇଲେ। ଏ ଚାକରର ଛାତି ଟିକେ ଆସ୍ତେ ଆସ୍ତେ ଦମ ଧରିବା ପରେ ସେଇଠି ଏ ଚାକର କହିଲେ, ଆଜିଠୁ ତମେ ମୋର ମନ୍ତ୍ରୀ ହେଇକି ରହିବ। ମହାଜନ ଜଣକୁ ଏ ଚାକର ଯେଉଁ ରାଜା ହେଇଛି ସେ କହିଲେ, ତମେ ଆଜିଠୁ ମନ୍ତ୍ରୀ ହେଇକି ରହିବ। ସେଠି ମନ୍ତ୍ରୀ ହେଇକି ରହିଲେ। ରହିବା ଭିତରେ ତାଙ୍କର ଯେମିତି ରାଜ କାମ କରିବା କଥା, ମନ୍ତ୍ରୀ କାମ କରିବା କଥା, ତାଙ୍କର ସେମିତି ଚାଲିବା ଭିତରେ ଦିନେ କାଳ କ'ଣ ହେଇଛି ନା, ଏ ଯେଉଁ ଚାକର ରାଜାଙ୍କର ସ୍ତ୍ରୀ ଯେଉଁ ଘରେ ଶୋଇଥିଲେ, ସେଇ ଘରେ ଗୋଟିଏ ଘୋଡ଼ାର ମାଲିକ ଏ ରାଜାଙ୍କ ସ୍ତ୍ରୀ ସହିତ ପଲଙ୍ଗରେ ଶୋଇଛନ୍ତି।
ଏ ମନ୍ତ୍ରୀ ସେଇ ରାସ୍ତା ଦେଇକି ସେଇ ଘର ରାସ୍ତା ଦେଇକି ଗଲାବେଳେ ଦେଖିଲେ ରାଜାଙ୍କର ରାଣୀ ଘୋଡ଼ା ମାଲିକ ସହିତ ପଲଙ୍କରେ ଶୋଇଛନ୍ତି। ସେଠି କ'ଣ କଲେ ଗୋଟିଏ କପଡ଼ା ଟାଙ୍ଗି ଦେଇକି ତାଙ୍କ ରାସ୍ତାରେ ସେ ପଳେଇ ଆସିଲେ। ଆସିଲା ପରେ କପଡ଼ା କ'ଣ ଏ ମହାଜନର କପଡ଼ା ନିଜେ ସେଠି ଟାଙ୍ଗିଦେଲେ କେହି ଦେଖିବେନି ବୋଲି। ସେଇଠୁ ଗଲେ ରାଣୀ ମାନେ ରାଣୀ କହିଲେ ଏ କପଡ଼ା କାହାର, କିଏ ଟାଙ୍ଗିଛି କ'ଣ ପାଇଁକା, ଏ କପଡ଼ା କାହାର, ସେ ଲୋକ କିଏ? ଏଣେ ରାଜା ଯେଉଁ ଚାକର ହେଇଛନ୍ତି ସିଏ ଜାଣିଛନ୍ତି ମୋ ମାଲିକ ଯେଉଁ ମହାଜନ ଏ ମାଲିକର କପଡ଼ା ଇଏ। ତେଣୁ ଇଏ ମନ୍ତ୍ରୀକୁ ଡାକିଲେ। ମନ୍ତ୍ରୀକି ପଚାରିଲେ ତମର ତ ଇଏ କପଡ଼ା ନା? ହଁ ଆଜ୍ଞା। ତମେ କାହିଁକି ସେଠି ଡୋରରେ ଟଙ୍ଗେଇକି ଆଇଲ? ଆଉ ମହାଜନ କିଛି କହିଲେନି। ନ କହିବା ଭିତରୁ ଏ ରାଜା କହିଲେ ତାହେଲେ ରାଣୀ କହିଲେ ତମର ଏ ମନ୍ତ୍ରୀ ମୋ ଉପରେ ବହୁତ ଖରାପ ନଜର ରଖୁଛନ୍ତି। ମୁଁ ପଲଙ୍କରେ ଶୋଇଥିଲି, ତମ ମନ୍ତ୍ରୀ ସେଇ ରାସ୍ତା ଦେଇକି ମୋତେ ଦେଖିବା କାରଣ କ'ଣ? ଏ ରାଜା ସେଇଠୁ କ'ଣ କଲେ, ଚାକର ରୂପୀ ରାଜା କହିଲେ ମହାଜନ ଏତେ ଭଲ ବୋଲି ପାଖରେ ଚଳି ସବୁ କଥା କରି ଜାଣିବା କଥା, ମହାଜନ ମୋର ବହୁତ ଭଲ ଲୋକ। ତଥାପି ଏ ଚାକର ରୂପୀ ରାଜା କ'ଣ କଲେ, ଏ ମନ୍ତ୍ରୀକି କହିଲେ ଏତେ ଖରାପ ନଜରରେ ମୋ ସ୍ତ୍ରୀ କିଏ ଦେଖିଲାଣି ନାହିଁ, ୟାକୁ କେମିତି ହେଲେ ମାରିଦେବା ଦରକାର। ମନ୍ତ୍ରୀଙ୍କୁ କହିଲେ ଆଜି କିଛି ମାଂସ ଆଣିବ, ଆଜି କିଛି ମାଂସ ଆଣିଲେ ଖାଇବା। ଏ ଚାକର ରୂପୀ ରାଜା କହୁଛନ୍ତି ମନ୍ତ୍ରୀକି, ଯେଉଁ ଜମିଦାର ଯିଏ ତାଙ୍କେ କହୁଛନ୍ତି। ମନ୍ତ୍ରୀ ସେଇଠୁ ମହାଜନ ସେଇଠୁ କହିଲେ ହଉ ଆଣିବା ଆଉ କ'ଣ। ଏଣେ ଏ ଚାକର ରୂପୀ ରାଜା ଯେଉଁ କଂସେଇ ଯିଏ ମାଂସ କାଟୁଛି ତାକୁ କହିଲେ ଆଜି ଆମର ଯିଏ ସେଠିକି ତୁମ ପାଖକୁ ମାଂସ ପାଇଁ ଯିବ ତୁମେ ସେଠି ତାକୁ ମାରିଦେବ, ଆଗତରିଆ କହିଦେଲେ। ଏଣେ ମନ୍ତ୍ରୀ କ'ଣ କଲେ, ଚାକରକୁ ପଠେଇଲେ। ମନ୍ତ୍ରୀ ଯିବା କଥା, ମନ୍ତ୍ରୀକି ମାରିବା କଥା ଇଏ ଚାକର ରୂପୀ ରାଜା କହିଛନ୍ତି। ଗଲେ ଯିଏ ଯିବ ତୁମେ ତାକୁ ସେଠି ମାରିଦେବ। ମନ୍ତ୍ରୀ ଯାଇଥିଲେ ସେଠି ମରିଥାନ୍ତା, କଂସେଇ ଯେଉଁ ମାଂସ କଟାଳି ତାକୁ ମାରିଥାନ୍ତା ସେଠି। ତେଣୁ ମନ୍ତ୍ରୀ କ'ଣ କଲେ, ଯେଉଁ ଚାକର ଯେଉଁ କାମ କରିବା କଥା ଚାକରକୁ ସେ କାମକୁ ଛାଡ଼ିଦେଲେ। ଛାଡ଼ିଦେଲା ପରେ କଂସେଇ କ'ଣ କଲା, ରାଜା ତ କହିଛନ୍ତି, କଂସେଇ ତାକୁ ସେଠି ମାରିଦେଲା। ମାରିଦେଲା ପରେ ରାଜା ବାଟରେ ମନ୍ତ୍ରୀ ରହିଲେ। ପୁଣି ମାନେ ମନ ଫାଟିଗଲେ କେବେ ସେ ଜାଗାରେ ରହିବନି। ମନ୍ତ୍ରୀ ତାଙ୍କ ବାଟରେ ସେ ଲୁଚିକି ରହିଲେ। ଏମିତି କିଛି ହେବା ଭିତରେ ଏ ଚାକର ରୂପୀ ରାଜା ନିଜେ ତାଙ୍କ ସ୍ତ୍ରୀର ଅବସ୍ଥା ଦେଖିଲେ, ଖରାପ ମାନେ ବ୍ୟବହାର ଦେଖିଲେ। ଘୋଡ଼ା ମାଲିକ ସହିତ ଏଇଭଳିଆ କର୍ମ କରୁଛନ୍ତି ଏ ଚାକର ରୂପୀ ରାଜା ଦେଖିଲେ। ଦେଖିବା ଭିତରେ ଇଏ ରାଜା ସେଇଠୁ କହିଲେ ନାଇଁ, ଆକୁ କେମିତି ମୁଁ ଏ ରାଣୀକି ମୁଁ ଏଠାଠାରୁ ଏଇ ଜାଗାରୁ ମାରିକି ହଟେଇବି। ସେଇଠୁ ଲୋକ ଲଗେଇକି ରାଣୀକି ଆଉ ସେ ଘୋଡ଼ାଶାଳର ମାଲିକକୁ ରାଜ୍ୟରୁ ବିତାଡ଼ିତ କରିକି ତଡ଼ିଦେଲେ। ମନ୍ତ୍ରୀ ସେଇ ସମୟରେ ଯାଇକି ବୁଲି ବୁଲି ପହଞ୍ଚିଗଲେ। ଦେଖିକି ଏ ଚାକର ରୂପୀ ରାଜା କ'ଣ କଲେ ନା, ନିଜେ ମାଲିକ ମହାଜନ ହେଉଛନ୍ତି ତାଙ୍କ ନିଜେ ଏ ଚାକର ରୂପୀ ରାଜାର ହେଉଛି ଏ ମହାଜନ ମାଲିକ, ତାଙ୍କ ପାଖରେ ମନ୍ତ୍ରୀ ହେଇଛନ୍ତି। ଏ ଚାକର ରୂପୀ ରାଜା ପାଖରେ ମହାଜନ ଜଣଙ୍କ ମନ୍ତ୍ରୀ ହେଇଛନ୍ତି। ଦେଖିକି କ'ଣ କହିଲେ ମନ୍ତ୍ରୀକି, ସେଇଠୁ ଏ ରାଜା କହିଲେ ଇଏ ମହାଜନର ପାଦ ତଳେ ପଡ଼ିଗଲେ ନମ୍ବି ହେଇକି। ଯେତେବେଳେ ପାଦ ତଳେ ପଡ଼ିଗଲେ ଏ ମହାଜନ ଜଣ କହିଲେ ନାଇଁ ନାଇଁ ନାଇଁ, ତମେ ବର୍ତ୍ତମାନ ଉଚ୍ଚସ୍ତରୀୟ ଆସନରେ ରାଜା ହେଇକି ବସିଛ, ତମକୁ ଆମେ ହିଁ ସମ୍ମାନ ଦେବା କଥା, ତମକୁ ହିନ୍ତି ତମ କଥା ଆମେ ମାନିବା କଥା। ତମେ ମୋ ପାଦ ତଳେ ପଡ଼ିବା କିଛି ଲାଭ ନାହିଁ। ଏ ଚାକର ରୂପୀ ରାଜା କହୁଛନ୍ତି ତମର ମୁଁ ଦିନେ ଆଜ୍ଞା ନିମକ ଖାଇଛି, ମୁଁ ସିନା ଆଜି ମାନେ ରାଜା ହେଇଯାଇଛି, କିନ୍ତୁ ତମେ ମୋ ରାଜା, ତମେ ହେଉଛ ମୋ ରାଜା। ଇଏ ମହାଜନ ଜଣ କହିଲେ ନାଇଁ, ଯଦି ନିଚସ୍ତରୀୟ ଲୋକ ଉପର ଆସନରେ ବସିଛନ୍ତି ତେଣୁ ତାକୁ ଆମେ ସମ୍ମାନ ଦେବା କଥା, ତା କଥା ମାନିବା କଥା। ତେଣୁ ତମେ ରାଜା ହେଇଛ, ତମେ ଚାକର ସେତେବେଳେ ଚାକର ଥିଲ, ଏବେ ଆମର ତମେ ହେଉଛ ରାଜା, ଆଉ ତମ କଥା ଆମେ ମାନିବା କଥା, ତମ କଥାରେ ହିଁ ଯିବା କଥା। ଏ ମହାଜନ ଜଣକ ଚାକର ରୂପୀ ରାଜାକୁ କହୁଛନ୍ତି। ସେଇଠୁ ମହାଜନ ଆଉ ଏ ଚାକର ରୂପୀ ରାଜା
ସେଠି ମାନେ ଏଇଭଳିଆ କଥାବାର୍ତ୍ତା ହେଲେ ମାନେ ରହିଲେ ଆଉ ବହୁତ ଇଏ ଦେଖ ଇଏ ମହାଜନ ଜଣକ ଇଏ ବ୍ରାହ୍ମଣ ଦେବତାର କଥା ମାନେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି, ଅକ୍ଷର ଅକ୍ଷରରେ ପାଳନ କରୁଛନ୍ତି। ଚାରିଟା ଉପଦେଶ ପାଇଥିଲେ, ଚାରିଟାକ ଉପଦେଶର ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି। ନିଚସ୍ତରୀୟ ଲୋକ ଯଦି ଉପର ଆସନରେ ବସିଯାଏ ତା କଥା ମାନିମ ଆଉ ତା ସବୁ କଥା ତାର ଶୁଣିମ, ତା କଥା ହିଁ ମାନିମ। ସେ ଯାହା କହିବେ ସେଇ କଥା ଶୁଣିମ, କେବେ ଅସମ୍ମାନ କରିବନି। ତେଣୁ ସେଇ ଇଏ ବ୍ରାହ୍ମଣର କଥା ସବୁ ଏଇ ମହାଜନ ଜଣକ ମାନିଛନ୍ତି। ତେଣୁ ଇଏ ଚାକରରୁ ରାଜା ହେଇକି ରହିଲେ, ଇଏ ମହାଜନ ଜଣକ ତାଙ୍କ ପାଖରେ ମନ୍ତ୍ରୀ ହେଇକି ରହିଲେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।